ଲୋକଙ୍କ ଭିତରେ ବିଭକ୍ତିକରଣ କରାଇବା ପାଇଁ ଲୋକଙ୍କର ରୋଟି କପଡ଼ା ମକାନ ଜବ୍ ସାମାଜିକ ସୁରକ୍ଷା ଇଏ ସମସ୍ତ କଥାରୁ ଜନମତକୁ ସିଫ୍ଟ କରିବା ପାଇଁ ଇଏ ଗୋଟେ ଚମତ୍କାର ଉପାୟ। ଅବଶ୍ୟ ଉପାୟ ପୁରୁଣା ହେଇଗଲାଣି। ପୁରୁଣା କପି ଢାଞ୍ଚାର ସିନେମା ଆଉ ଓଡ଼ିଶାରେ ଚାଲିଲାନି। ସେ ଆନ୍ଧ୍ରାରୁ ତାମିଲନାଡୁରୁ ହିନ୍ଦୀରୁ ଯୋଉ କପି କରିକି ସିନେମା ଆସୁଥିଲା ଓଡ଼ିଶାରେ କିଛି ଦିନ ହିଟ୍ ହଉଥିଲା। ଆଉ ଦଙ୍ଗାର କଥା ଭାରତ ବର୍ଷରେ ଚାଲିବ ନାହିଁ। ନରେନ୍ଦ୍ର ମୋଦି 11 ବର୍ଷ ପୁରୁଣା ହେଇଗଲେଣି। ଲୋକେ ଏବେ ଜବ୍ କଥା ପଚାରୁଛନ୍ତି, ଲୋକେ ଚାକିରିର ସୁରକ୍ଷା କଥା ପଚାରୁଛନ୍ତି। ବର୍ଷକୁ 2 କୋଟି ଚାକିରି ମୋଦି ଦେବେ କହିଥିଲେ, ସେ କୁଆଡେ ଗଲା? ଏବଂ ମୋହନ ମାଝୀଙ୍କର ବର୍ଷକୁ 2 ଲକ୍ଷ ଚାକିରିର ଗ୍ୟାରେଣ୍ଟି କୁଆଡେ ଗଲା? ଇଏ ସମସ୍ତ କଥା ଭିତରେ ବଡ କଥା ହେଇକି ସୃଷ୍ଟି ହେଇଛି ସବ୍ ଇନ୍ସପେକ୍ଟର ପାଇଁ ଯୋଉ ଚାକିରି ଯୋଉ ଇଣ୍ଟରଭ୍ୟୁ ହବାର ଥିଲା ତାକୁ ନେଇ ଯୋଉ ଦୁର୍ନୀତିର କଥା ଉଠିଛି। ଅନେକ ଆକୁ ନେଇକି କଥାକୁ ଡାଇଭର୍ଟ କରିବା ପାଇଁ କଥାକୁ ସିଫ୍ଟ କରିବା ପାଇଁ ଆଗରୁ ଏମିତି ହଉଥିଲା। କେହି କେହି କହୁଛନ୍ତି ତମେ ଛାତିରେ ହାତ ଦେଇକିରି କୁହ, ଆଗରୁ ଏମିତି ହଉନଥିଲା। ଆଗରୁ ଯାହା ହଉଥିଲା ତାହା ଭୁଲ ହଉଥିଲା। ଆଗରୁ ଯାହା ହଉଥିଲା ସେଥିରେ ଲୋକଙ୍କର ବିଶ୍ୱାସ ନଥିଲା, ଲୋକଙ୍କର ଆସ୍ଥା ନଥିଲା। ତେଣୁ ଲୋକେ ଏକ ନୂଆ ସରକାରକୁ ଆଣିଛନ୍ତି। ପୂର୍ବ ସରକାର ଏଥିପାଇଁ ଦାୟୀ। ଧରା ପଡିଥିବା ଲୋକଟିଏ ବିଭିନ୍ନ ଲୋକଙ୍କ ସାଙ୍ଗରେ ବିଜେଡି ନେତାଙ୍କ ସହିତ ଫଟୋ ଉଠେଇଛି। ବିଜେପି ନେତାଙ୍କ ସହିତ ତ ଫଟୋ ଉଠେଇଛି। ଯେହେତୁ ବିଜେଡି ନେତାଙ୍କ ସହିତ ଫଟୋ ଉଠେଇଛି ତେଣୁ ଏଥିପାଇଁ ବିଜେଡି ଦାୟୀ। ଏଭଳି ଦୋଷ ଦେଇ ଯେତେବେଳେ ସରକାର ଖସି ଯାଉଛନ୍ତି ସେତେବେଳେ ଲୋକଙ୍କ ମୁଣ୍ଡରୁ ଇଏ କଥାକୁ ଖସେଇ ଦେବା ପାଇଁ ମାଧ୍ୟମ ହଉଛି ମିଶନ କଟକ।